ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା 2 ଜଣଙ୍କର ଜୀବନ। ଅନୁଗୁଳ ଜିଲ୍ଲା ଚରପଡ଼ା ଥାନା 55 ନମ୍ବର ଜାତୀୟ ରାଜପଥରେ ମରାତିରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍କୁ ପଛରୁ ପିଟିଲା କାର୍। ଦୁର୍ଘଟଣାରେ 2 ମୃତ ଏବଂ ଜଣେ ଗୁରୁତର ହୋଇଥିବା ଯାହା ସୂଚନା ମିଳିଛି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦ୍ରୁତ ଗତିରେ ଆସି ଟ୍ରକ୍ ପଛରେ ପିଟି ହୋଇଥିଲା କାର୍ରେ 3 ଜଣ ଥିବାବେଳେ 2 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଏବଂ ମୃତ ଅମିତ କୁମାର ସାହୁ ଏବଂ ବିସ୍ମୟ ଦାସ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେ ଦୁଃଖଦ ଖବର ଉପରେ ନଜର ପକାଇ ନେବା। ଟ୍ରକ୍ ପଛରେ ପିଟି ହେଲା କାର୍, 2 ମୃତ, ଜଣେ ଗୁରୁତର। ଅନୁଗୁଳ ଚରପଡ଼ା ଥାନା ମରାତିରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ହେଲେ ତାଳଚେରର ଅମିତ କୁମାର ସାହୁ ଏବଂ ବିସ୍ମୟ ଦାସ। ଅମିତ ସାହୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଥିଲେ। ଜରପଡ଼ାରୁ ତାଳଚେର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 18 ଓଡ଼ିଆ।